ଜଣେ ଲେଖିକା ତାଙ୍କର ଲିଖିତ ଇଂରାଜୀ ପୁସ୍ତକ କମ୍ ଚାପ ଅଧିକ ଶାନ୍ତି ବା ଲେସ୍ ଷ୍ଟ୍ରେସ୍ ମୋର୍ ପିସ୍ରେ ଜଣେ 72 ବର୍ଷ ବୟସ୍କା ବୃଦ୍ଧାଙ୍କ ବିଷୟ ବର୍ଣ୍ଣନା କରିଛନ୍ତି। ସେ ନିଜର ବୃଦ୍ଧାବସ୍ଥା ପାଇଁ ଭୟଭୀତ ହୋଇ ସେହି ଭୟକୁ କୁଶ୍ଚିତ ରାକ୍ଷସ ବୋଲି ନାମ ଦେଇଥିଲେ ଓ ତାକୁ ପରାସ୍ତ କରିବା ପାଇଁ ସେ ନିଜର ଈଶ୍ୱର ବିଶ୍ୱାସ ଓ ସମର୍ପଣକୁ ଏହି ପ୍ରକାର ପ୍ରକାଶ କରିଥିଲେ। ହେ ମୋର ସ୍ୱର୍ଗସ୍ଥ ପିତା, ବିଗତ 72 ବର୍ଷ ଧରି ତୁମେ ଯେପରି ଭାବରେ ମୋର ଯତ୍ନ ନେଇଛ, ସେଥିପାଇଁ ମୁଁ ତୁମ ନିକଟରେ କୃତଜ୍ଞ ଅଟେ ପିତା। ମାତ୍ର କାହିଁକି ଏହିସବୁ କୁଶ୍ଚିତ ରାକ୍ଷସ ମୋ ଚିନ୍ତାଧାରା ମଧ୍ୟରେ ପ୍ରବେଶ କରି ମୋତେ ବିଚଳିତ କରୁଅଛି? ଯେମିତି ତୁମେ ମୋତେ ସ୍ୱର୍ଗୀୟ ନିବାସକୁ ନେବା ପୂର୍ବରୁ ମୁଁ କ'ଣ ବହୁଦିନ ଧରି ଶଯ୍ୟାଶାୟୀ ହୋଇ ରହିବି? ମୁଁ ଶକ୍ତିହୀନ ହେବା ସମୟରେ କିଏ ମୋର ଯତ୍ନ ନେବ? ମୁଁ ମାନସିକ ବ୍ୟାଧିଗ୍ରସ୍ତ ହେଲେ କ'ଣ ହେବ? ହେ ପ୍ରଭୁ, ମୋ ଅନ୍ତର ଭିତରେ ଲୁକ୍କାୟିତ ହୋଇ ରହିଥିବା ଏହି କୁଶ୍ଚିତ ରାକ୍ଷସଗୁଡ଼ିକୁ, ଅର୍ଥାତ୍ ବୃଦ୍ଧ ବୟସ ହେତୁ ଯେଉଁ ସବୁ ଭାବନା ମୋତେ ଅସ୍ଥିର କରୁଅଛି, ସେ ସମସ୍ତକୁ ମୁଁ ତୁମ ଚରଣ ତଳେ ଅର୍ପଣ କରୁଛି। ପ୍ରଭୁ, ତୁମେ ତ ତୁମ ବାକ୍ୟରେ ଯେଉଁ ପ୍ରତିଜ୍ଞା ଦେଇଛ ଯେ ମୁଁ ବୃଦ୍ଧା ବୟସରେ ସୁଦ୍ଧା ଫଳ ଉତ୍ପନ୍ନ କରିବି, ଆଉ ତାହା ମୁଁ ଆଜି ଦାବି କରୁଛି ପିତା। ଯେତେଥର ଏହି କୁଶ୍ଚିତ ରାକ୍ଷସଗୁଡ଼ିକ ମୋ ମନରେ ଭୟ ସଞ୍ଚାର କରୁଥିବେ, ସେତେଥର ମୁଁ ଶାନ୍ତି ପାଇବା ପର୍ଯ୍ୟନ୍ତ ସେହି ପ୍ରତିଜ୍ଞାକୁ ଆଉ ମୋର ସମର୍ପଣକୁ ପୁନରାବୃତ୍ତି କରି ଚାଲୁଥିବି। ମୋର ପ୍ରଭୁ, ମୋର ପକ୍କ କେଶରେ ହିଁ ମୁଁ ତୁମ ଉପରେ ଭରସା ରଖିଛି। ତୁମର ସ୍ତୁତି ପ୍ରଶଂସା ଯୁଗେ ଯୁଗେ ହେଉ ପ୍ରଭୁ। ମୋର ପ୍ରିୟ ବନ୍ଧୁ, କୌଣସି କୁଶ୍ଚିତ ରାକ୍ଷସ ଆପଣଙ୍କୁ ବିଚଳିତ କରୁଛି କି? ତାହେଲେ ଏହି ବୃଦ୍ଧାଙ୍କ ପରି ଈଶ୍ୱରଙ୍କ ପ୍ରତିଜ୍ଞା ଆଉ ଆପଣଙ୍କ ସମର୍ପଣକୁ ପୁନରାବୃତ୍ତି କରନ୍ତୁ। ଈଶ୍ୱରଙ୍କର ବାକ୍ୟ ଅତି ସୁନ୍ଦର ଭାବରେ କହେ, ସେମାନେ ବୃଦ୍ଧ ବୟସରେ ହେଁ ଫଳ ଉତ୍ପନ୍ନ କରିବେ, ସେମାନେ ରସ ଓ ତେଜରେ ପୂର୍ଣ୍ଣ ହେବେ।